Hello everyone. Today is the important class about current affairs जोटा कि weekly basis ର current affairs ରହିବ जोटा कि cover କରାଯିବ 27 ଅକ୍ଟୋବର ରୁ 2 ନଭେମ୍ବର ପର୍ଯ୍ୟନ୍ତ ଯେତିକି ସବୁ important current affairs national international sports award science ସବୁ କ୍ଷେତ୍ରରେ ଆମେ ଆଜି discussion କରିବା ଏ ନିହାତି ଏ ଏକ୍ସାମ ଗୁଡାକ ଅପକମିଂ ସିଜିଏଲ ହଉ ଓଡିଶା ପୋଲିସ ରେଲୱେ ସବୁ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ଚାଲନ୍ତୁ ଷ୍ଟାର୍ଟ କରିବା କିଛି ଆମର ଇଣ୍ଟରନ୍ୟାସନାଲ ଆଉ କରେଣ୍ଟ ଆଫେୟାର କୁ ନେଇକି ଫାର୍ଷ୍ଟ କ୍ୱେଶ୍ଚନ କହିଲା କୁଇନ୍ ମଦର ସିକ୍ରେଟ has passed away. She belongs to which country? କୁଇନ୍ ମଦର ସିକ୍ରେଟ ଏବେ ରିସେଣ୍ଟଲି ତାଙ୍କର ଡେଥ୍ ହେଇଛି। ସିଏ କୋଉ କଣ୍ଟ୍ରିରୁ ବିଲଙ୍ଗସ୍ କରନ୍ତି? ଫିଲିପିନ୍ସ, ଜାପାନ, ଥାଇଲାଣ୍ଡ, ଇଣ୍ଡୋନେସିଆ। ତାହେଲେ ଆନ୍ସର କଣ ହେଇଯିବ? ଅପସନ ସି ରାଇଟ୍ ଆନ୍ସର ହେଇଯିବ ଥାଇଲାଣ୍ଡରୁ ବିଲଙ୍ଗସ୍ କରନ୍ତି। କୁଇନ୍ସ ମଦର ସାଂସ୍କ୍ରିଟ ଯିଏ ସରି ଶ୍ରୀକ୍ରିତ ଯିଏ ଥାଇଲାଣ୍ଡରୁ ବିଲଙ୍ଗସ୍ କରନ୍ତି। ତାଙ୍କୁ 93 ଇୟର୍ସରେ ତାଙ୍କର ଡେଥ୍ ହେଇଥିଲା। ଶ୍ରୀକ୍ରିତ ଯିଏ ଥିଲେ ସିଏ ଅଗଷ୍ଟ 12 1932 ବ୍ୟାଙ୍କକରେ ଜନ୍ମଗ୍ରହଣ କରିଥିଲେ। ତାପରେ କ୍ୱେଶ୍ଚନ କହିଲା ହୁ ହାଜ ରିସେଣ୍ଟଲି conferred a new transit moon of year 2025 PN7 ଏବେ ରିସେଣ୍ଟଲି ନ୍ୟୁ ଟ୍ରାନଜିଟ୍ ମୁନ୍ ୟାର୍ଥର କନଫର୍ମ ହେଇଛି। ତ ଏଇଟା କିଏ କନଫର୍ମ କରିଛି? ତାର ଆନ୍ସର ହେଇଯିବ ନାସା ହେଇଯିବ ରାଇଟ୍ ଆନ୍ସର। ନାସା କଣ କରିଛି? କନଫର୍ମ କରିଛି ଏଇଟା କଣ ହେଇଛି ଏକ୍ଜିଷ୍ଟେନ୍ସ ଅଛି ବୋଲି। ଠିକ ଅଛି। ଏଇଟା କଣ ହବ ନା ସନ୍ ର ଏଲଙ୍ଗ ରେ ବେସିକାଲି ଅର୍ବିଟ କରିବ। ଆକୁ କ୍ୱାସି ମୁନ୍ ମଧ୍ୟ କହୁଛନ୍ତି ସାଇଣ୍ଟିଷ୍ଟ ମାନେ। ଠିକ ଅଛି। ନେକ୍ସଟ who has been awarded the British Academy Book Award 2025? ବ୍ରିଟିଶ ଏକାଡେମୀ ଆୱାର୍ଡ 2025 ମସିହାର କିଏ ଜିତିଛି? ମାରିଆ ମାଚାଡୋ, ସୁନୀଲ ଅମୃତ, ସୋନାଲି ଘୋଷ, ୟୁନୁସ ଏହମଦ। ଆନ୍ସର କଣ ହେଇଯିବ? ସୁନୀଲ ଅମୃତ ହେଇଯିବ ରାଇଟ୍ ଆନ୍ସର। ଇଣ୍ଡିଆନ ଅରିଜିନ୍ ହିଷ୍ଟୋରିଆନ ମଧ୍ୟ କହିପାରିବା। ସୁନୀଲ ଅମୃତ ଯିଏକି ବ୍ରିଟିଶ ଏକାଡେମୀ ବୁକ୍ ପ୍ରାଇଜ 2025 ମସିହାର ଏକ୍ସଲେଣ୍ଟ ବୁକ୍ ତାଙ୍କର ଥିଲା ଦ ବର୍ନିଂ ୟାର୍ଥ ଆଣ୍ଡ ଏନଭାୟରମେଣ୍ଟାଲ ହିଷ୍ଟ୍ରି ଅଫ ଦ ଲାଷ୍ଟ 500 ଇୟର୍ସ। ଏ ବୁକ୍ ପାଇଁ ସୁନୀଲ ଅମୃତ ବ୍ରିଟିଶ ଏକାଡେମୀ ବୁକ୍ ଆୱାର୍ଡରେ ସମ୍ମାନିତ ହେଇଛନ୍ତି। ତାପରେ କ୍ୱେଶ୍ଚନ ଦେଖ ହୁ ୱିଲ୍ ବି ଦ 53rd ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ? 53ତମ ଚିଫ୍ ଜଷ୍ଟିସ ଇଣ୍ଡିଆ ଏବେ ରିସେଣ୍ଟଲି ଡିକ୍ଲେୟାର ହେଇଛି। ତାହେଲେ କିଏ ହେଇଯିବ? ତାହେଲେ ଅପସନ ସି ହେଇଯିବ ରାଇଟ୍ ଆନ୍ସର ଜଷ୍ଟିସ ସୂର୍ଯ୍ୟକାନ୍ତ ଯିଏକି ଅପକମିଂ 53ତମ ଚିଫ ଜଷ୍ଟିସ ଭାବେ କଣ କରିବେ ନା ପଦ ଗ୍ରହଣ କରିବେ। ଯଦି ପଚାରିବ ଡକ୍ଟର ଟି ୱାଇ ଚନ୍ଦ୍ରଚୂଡ଼ ଯିଏ ଥିଲେ ନା ସେ 50ତମ ଥିଲେ। ଆଉ ସଞ୍ଜୀବ ଖାନ୍ନା ଯିଏ 51ତମ। ପି ଆର ଗାଭାଇ ଯିଏ ଥିଲେ 52ତମ। ଆଉ ଇଏ ଏବେ ଯୋଉ ଆସୁଛନ୍ତି 53ତମ ହବାକୁ ଚାହୁଁଛନ୍ତି ହେଲା। ଆଉ ଇଏ କରେଣ୍ଟଲି ଚିଫ ଜଷ୍ଟିସ ଏବେ କିଏ ଅଛନ୍ତି ନା ଆମର ଭୂଷଣ ଆର ଗାଭାଇ ଅଛନ୍ତି ଏବେ ରିସେଣ୍ଟଲି ଆମର କଣ ନା ଚିଫ ଜଷ୍ଟିସ। ତାପରେ ଦେଖ Catherine Connolly has been elected as the 10th president of which country? Catherine Connolly ରିସେଣ୍ଟଲି 10th president ହିସାବରେ କଣ ହେଇଛନ୍ତି ପଦ ଗ୍ରହଣ କରିଛନ୍ତି। ତ କୋଉ କଣ୍ଟ୍ରିରୁ ବିଲଙ୍ଗସ୍ କରନ୍ତି? ପୋଲାଣ୍ଡ, ଅଷ୍ଟ୍ରେଲିଆ, ଆୟାରଲାଣ୍ଡ ନା ନେଦରଲ୍ୟାଣ୍ଡ? ଆନ୍ସର କଣ ହେଇଯିବ? ଆୟାରଲାଣ୍ଡ ହେଇଯିବ ରାଇଟ୍ ଆନ୍ସର। କ୍ୟାଥରିନା କୋଲୋନି ଯିଏକି 10th ପ୍ରେସିଡେଣ୍ଟ ହିସାବରେ ପଦ ଗ୍ରହଣ କରିଛନ୍ତି। ସିଏ ଡିଫିଟ୍ କରିଛନ୍ତି ତାଙ୍କ ଅପୋନେଣ୍ଟ କିଏ ନା ହିଦର ହମ୍ପ୍ରାଇଜଙ୍କୁ। ତାପରେ ପଚାରୁଛି ହୁ ହାଜ ବିନ୍ ଆୱାର୍ଡେଡ ବିଜ୍ଞାନ ରତ୍ନ ଆୱାର୍ଡ 2025? ବିଜ୍ଞାନ ରତ୍ନ ଆୱାର୍ଡ 2025 ମସିହାର କିଏ ଆୱାର୍ଡ ପାଇଥିଲେ? ଜୟନ୍ତ, ବିଷ୍ଣୁ ନାଲିକର, ଭେଙ୍କଟ ମୋହନ ନା କେ ହଙ୍ଗରାଜ, ପ୍ରଦୀପ ଥାପଲି? ତାହେଲେ ଆନ୍ସର କଣ ହେଇଯିବ? ଅପସନ ଏ ହେଇଯିବ ରାଇଟ୍ ଆନ୍ସର। ଜୟନ୍ତ ବିଷ୍ଣୁ ନାଲିକର ହେଇଯିବ ରାଇଟ୍ ଆନ୍ସର। ତ ଗଭର୍ଣମେଣ୍ଟ ଇଣ୍ଡିଆ କଣ କରିଛି ନା ଆନାଉନ୍ସ କରିଛି ନ୍ୟାସନାଲ ସାଇନ୍ସ ଆୱାର୍ଡ 2025। ଆଉ ଇଏ ପଦ୍ମ ଆୱାର୍ଡ ଭଳିଆ ଏ ଆୱାର୍ଡ ମଧ୍ୟ ଦିଆଯାଇଥାଏ। ଆଉ 4ଟା କାଟେଗୋରୀ ଥାଏ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ୟୋବ ଆଉ ବିଜ୍ଞାନ ଟିମ୍ ଆୱାର୍ଡ ମଧ୍ୟ ଥାଏ। ଆଉ ଏଇ ନ୍ୟାସନାଲ ସାଇନ୍ସ ଆୱାର୍ଡ କେବେ ଇନଷ୍ଟିଚ୍ୟୁଟ କରାଯାଇଥିଲା? 2023 ମସିହାରେ ଇନଷ୍ଟିଚ୍ୟୁଟ କରାଯାଇଥିଲା।
ଆଉ ବିଜ୍ଞାନ ରତ୍ନ ଆୱାର୍ଡ 2025 ମସିହାରେ କାହାକୁ ଦିଆଯାଇଛି? ପ୍ରଫେସର ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କୁ ଦିଆଯାଇଛି। ଠିକ ଅଛି, ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କୁ ଦିଆଯାଇଛି। ତା ସାଙ୍ଗରେ ଆହୁରି ବହୁତ ଶ୍ରୀ ଆୱାର୍ଡ ଦିଆଯାଇଛି, ବିଜ୍ଞାନ ଶ୍ରୀ ଆୱାର୍ଡ ମଧ୍ୟ ଦିଆଯାଇଛି। ଠିକ ଅଛି, ଇଏ ଇମ୍ପୋର୍ଟାଣ୍ଟ ରହିବ, ମୋତେ ମନେ ରଖ। ନେକ୍ସଟ, ପାଉଲ ପିଆ has recently become the president of which country? ହେଲେ ପାଉଲ ପିଆ ଏବେ ରିସେଣ୍ଟଲି ପ୍ରେସିଡେଣ୍ଟ ହେଇଛନ୍ତି କୋଉ କଣ୍ଟ୍ରିର? କାମ୍ବୋଡିଆ, ଫିଲିପିନ୍ସ, କ୍ୟାମରୁନ ନା ବେଲାରସ? ଆନ୍ସର କଣ ହେଇଯିବ? କ୍ୟାମରୁନ ହେଇଯିବ ରାଇଟ୍ ଆନ୍ସର। ଯିଏକି ପାଉଲ ବିଆ ପ୍ରେସିଡେଣ୍ଟ ହେଇଛନ୍ତି ଏବେ କ୍ୟାମରୁନର, ଯିଏକି ତାଙ୍କୁ ଏଜ୍ 92 ଇୟର୍ସ ଓଲ୍ଡ, ଯିଏକି ପାଉଲ ବିଆ ଏଗେନ୍ କଣ ହେଇଛନ୍ତି? କ୍ୟାମରୁନ ପ୍ରେସିଡେନ୍ସିଆଲ ଇଲେକ୍ସନରେ ୱିନ୍ ହେଇଛନ୍ତି ହେଲା। ଆଉ ସବୁଠୁ ଓଲ୍ଡେଷ୍ଟ ପ୍ରେସିଡେଣ୍ଟ ହିସାବରେ ମଧ୍ୟ ପାଉଲ ବିଆଙ୍କୁ ଜଣାଯାଏ। ଠିକ ଅଛି, ଆଉ 8 କନଜିକ୍ୟୁଟିଭ ଟର୍ମ ହିସାବରେ ସେ ପ୍ରେସିଡେଣ୍ଟସିପ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାପରେ which country has recently launched the Himayun 5 missile? ତାହେଲେ ହ୍ୟୁନମୁ ପ୍ରୋନାଉନ୍ସଡ के मे भी मिस्टेक ହେଇପାରେ। ହ୍ୟୁନମୁ 5 ମିସାଇଲ କୋଉ କଣ୍ଟ୍ରି ଲଞ୍ଚ କରିଛି? ନର୍ଥ କୋରିଆ, ସାଉଥ କୋରିଆ, ଇଣ୍ଡୋନେସିଆ ନା ଫିଲିପିନ୍ସ? ଆନ୍ସର ହେଇଯିବ କଣ? ସାଉଥ କୋରିଆ ହ୍ୟୁମୁ 5 ମିସାଇଲ ଲଞ୍ଚ କରିଛି। ବେସିକାଲି ସାଉଥ କୋରିଆ ଏଇଟା ଗୋଟେ ପାୱାରଫୁଲ ବାଲାଷ୍ଟିକ ମିସାଇଲ ନା ମଧ୍ୟ ଦେଇଛନ୍ତି, ମନଷ୍ଟ୍ରୋ ମିସାଇଲ ମଧ୍ୟ କୁହାଯାଇଛି। Next, Supreme Court has ordered which state to declare the Saranda forest as a wildlife sanctuary? ତାହେଲେ ସାରନ୍ଦା ଫରେଷ୍ଟ ଯୋଉଟା ଅଛି ତାକୁ ୱାଇଲ୍ଡ ଲାଇଫ ସେଞ୍ଚୁରୀରେ ଡିକ୍ଲେୟାର କରାଯାଇଛି। ସୁପ୍ରିମ କୋର୍ଟ ତାକୁ ଅର୍ଡର ଦେଇଛନ୍ତି। ତ କୋଉ ଷ୍ଟେଟରେ? ବିହାର, ରାଜସ୍ଥାନ, ଝାରଖଣ୍ଡ ନା ଉତ୍ତରପ୍ରଦେଶ? ଆନ୍ସର କଣ ହେଇଯିବ? ଝାରଖଣ୍ଡରେ ସାରନ୍ଦା ଫରେଷ୍ଟଟାକୁ ୱାଇଲ୍ଡ ଲାଇଫ ସେଞ୍ଚୁରୀରେ କନଭର୍ଟ କରିବାକୁ କୁହାଯାଇଛି। ଡିସିସନଟା ବେସିକାଲି ପ୍ରୋଟେକ୍ଟ ଆଉ ଏନଭାୟରନମେଣ୍ଟକୁ କେମିତି ବାୟୋଡାଇଭରସିଟିକୁ ପ୍ରୋଟେକ୍ଟ କରାଯିବ ଏସବୁ ଉପରେ ଲକ୍ଷ୍ୟ ରଖିକି ଏ ଅର୍ଡର ଦିଆଯାଇଛି। ତାପରେ କୁହାଯାଇଛି ଇଣ୍ଡୋସିପ୍ ହାଜ କମ୍ପ୍ଲିଟେଡ୍ ଏ ସି ଭଏଜ ଟୁ ହ୍ୱିଚ୍ ଆଇଲ୍ୟାଣ୍ଡ ଫର ଦ ଫର୍ଷ୍ଟ ଟାଇମ୍? ଇଣ୍ଡୋସିପ୍ ଏବେ କମ୍ପ୍ଲିଟ କରିଛି ଗୋଟେ ସି ଭଏଜ ବା ଜଳଯାତ୍ରା ବୋଲି କହିପାରିବା। ତ ପଚାରିଛି କୋଉ ଆଇଲ୍ୟାଣ୍ଡରେ? ହାଭକ୍ ଆଇଲ୍ୟାଣ୍ଡ ନା ନାରକୋଣ୍ଡାମ ଆଇଲ୍ୟାଣ୍ଡ, ବ୍ୟାରେନ୍ ଆଇଲ୍ୟାଣ୍ଡ ନା ନାଇଲ୍ ଆଇଲ୍ୟାଣ୍ଡ? ଆନ୍ସର କଣ ହେଇଯିବ? ବ୍ୟାରେନ୍ ଆଇଲ୍ୟାଣ୍ଡ ହେଇଯିବ ରାଇଟ୍ ଆନ୍ସର। ଏ ପ୍ୟାସେଞ୍ଜର ସିପ୍ ଯୋଉଟା ରହିଲା ତା ନା କଣ ଦିଆହେଇଛି? ସିନ୍ଧୁ ବୋଲି କୁହାଯାଇଛି, ଯୋଉଟା କି କମ୍ପ୍ଲିଟ ମେଡେନ୍ ଭଏଜ ବୋଲି କହିପାରିବା, ବ୍ୟାରେନ୍ ଆଇଲ୍ୟାଣ୍ଡରେ ଯାଇଛି। ଇଣ୍ଡିଆର ମାରିଟାଇମ୍ ଟୁରିଜିମକୁ ବୁଷ୍ଟ କରିବା ପାଇଁ ଏ କଣ ହେଇଛି ନା ଏ ଭଏଜଟା କମ୍ପ୍ଲିଟ କରାହେଇଛି। ଆୱାର୍ଡ ଆଉ ଆଚିଭମେଣ୍ଟ କଥା ଦେଖିବା କଣ କଣ ଅଛି। Which author has won 2025 Ursula K. Le Guin Prize? ତାଙ୍କ ଭିତରୁ କୋଉ ଅଥର ଏବେ 2025ର ଉର୍ସୁଲା କେ ଲେ ଗୁଇନ୍ ପ୍ରାଇଜ ଜିତିଛନ୍ତି? ଅରୁଣ୍ଧତୀ ରୟ, ସଲମାନ ରଶିଡି, ଚେତନ ଭଗତ ନା ବଜ୍ର ଚନ୍ଦ୍ରଶେଖର? ଆନ୍ସର କଣ ହେଇଯିବ? ବଜ୍ର ଚନ୍ଦ୍ରଶେଖର ଏବେ ରିସେଣ୍ଟଲି ଉର୍ସୁଲା କେ ଲେ ଗୁଇନ୍ ପ୍ରାଇଜ ୱନ୍ କରିଛନ୍ତି। ଶ୍ରୀଲଙ୍କାର ଇଏ ରିନ୍ୟୁଡ ନୋଭାଲିଷ୍ଟ ବୋଲି କହିପାରିବା। ତା ସହିତ ପ୍ରାଇଜ ଫିକ୍ସେସନ ପ୍ରାଇଜ 2025 ମସିହାର ନୋଭେଲ ଫେକ୍ସଫଲ ପାଇଁ ସେ ଏଇଟା ୱନ୍ କରିଛନ୍ତି। ଆଉ ଏ ଆୱାର୍ଡଟା କୋଉ କ୍ଷେତ୍ରରେ ଦିଆଯାଏ? ଯୋଉଟା କି ହ୍ୟୁମାନିଟି ହଉ, ଫ୍ରିଡମ ହଉ, ପାୱାର, ଇକ୍ୱାଲିଟି ଏସବୁ କ୍ଷେତ୍ରରେ ଏଇଟା ଦିଆଯାଇଥାଏ। ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନଟି ପଚାରୁଛି which medal has been won in the under 23 World Wrestling Championship Serbia? ସର୍ବିଆରେ ଖେଳା ଯାଇଥିବା ୱାର୍ଲଡ ରେସଲିଂ ଚାମ୍ପିଅନସିପ ପାଇଁ ଅଣ୍ଡର 23 କ୍ଷେତ୍ରରେ କେତେଟା ମେଡାଲ ବା କୋଉ ମେଡାଲ ଜିତିଛି? ତାହେଲେ ଆନ୍ସର କଣ ହେଇଯିବ? ଗୋଲ୍ଡ ମେଡାଲ। ହରିୟାଣାର ୟଙ୍ଗ ରେସଲର ଯିଏକି ସୁଜିତ କାଇକାଲ, ଯିଏକି ଗୋଲ୍ଡ ମେଡାଲ ଜିତିଛନ୍ତି 65 ଫ୍ରି ଷ୍ଟାଇଲ କାଟାଗୋରୀରେ ଅଣ୍ଡର 23 ୱାର୍ଲଡ ରେସଲିଂ ଚାମ୍ପିଅନସିପ, ଯୋଉଟାକି ସର୍ବିଆରେ ଏବେ ଖେଳ ହେଇଛି। Next question, who has recently been awarded South Korea highest honor? ସାଉଥ କୋରିଆର ହାଇଏଷ୍ଟ ଓନର ଏବେ ରିସେଣ୍ଟଲି ଜଣଙ୍କୁ ଦିଆଯାଇଛି। ତାଙ୍କ ନାଁ କଣ? ଡୋନାଲ୍ଡ ଟ୍ରମ୍ପ, ଭ୍ଲାଦିମିର ପୁଟିନ, ନରେନ୍ଦ୍ର ମୋଦି ନା ସି ଜିନପିଙ୍ଗ? ତାହେଲେ ଆନ୍ସର କଣ ହେଇଯିବ? ଡୋନାଲ୍ଡ ଟ୍ରମ୍ପ ହେଇଯିବ, ଯିଏକି ସାଉଥ କୋରିଆର ହାଇଏଷ୍ଟ ଓନର ତାଙ୍କୁ ଦିଆଯାଇଛି। ଆଉ ଏଇ ଅନରଟା ବେସିକାଲି ହେଡ୍ ଅଫ୍ ଷ୍ଟେଟ୍ ଆଉ ରୟାଲ ଫ୍ୟାମିଲି ଏଇଟା ତାକୁ କଣ କରନ୍ତି? ଦେଇଥାନ୍ତି। Who ranks first in the global firepower index? ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସରେ ଏବେ ଟପ୍ କରିଛି କିଏ?
ଆମେରିକା, ଜାପାନ, ରଷିଆ, ଇଣ୍ଡିଆ। ତାହେଲେ ଆନ୍ସର କଣ ହେଇଯିବ? ଆମେରିକା ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ଟପ୍ କରିଛି। ଏ ଇଣ୍ଡେକ୍ସଟା ରିଲିଜ୍ କରାଯାଇଛି ଗୋଟେ ଅର୍ଗାନାଇଜେସନ, ତା ନାଁ ହେଲା ଗ୍ଲୋବାଲ ଫାୟାର ପାୱାର। ବେସିକାଲି ମିଲିଟାରୀ କାପାବିଲିଟିକୁ ନେଇକି ୱାର୍ଲଡର এই ଇଣ୍ଡେକ୍ସଟା ରିଲିଜ୍ କରାଯାଇଥାଏ। ତା ଟପ୍ କିଏ କରିଛି? ଆମେରିକା ହେଇଯିବ ରାଇଟ୍ ଆନ୍ସର। ଆମେରିକା ଟପ୍, ରଷିଆ, ଚାଇନା ସେକେଣ୍ଡ ଜଏଣ୍ଟଲି ଅଛନ୍ତି, ଆଉ ଇଣ୍ଡିଆ ଅଛି ଫୋର୍ଥରେ, ଆଉ ପାଞ୍ଚରେ ଅଛି ସାଉଥ କୋରିଆ। ନେକ୍ସଟ, ହ୍ୱେୟାର ୱିଲ୍ ଦ ନାଭାଲ ଗ୍ୟାଲେଣ୍ଟାରୀ ମ୍ୟୁଜିୟମ ବିନ୍ ବିଲ୍ଟ ଉତ୍ତରପ୍ରଦେଶ? କୋଉଠି ନାଭାଲ ଗ୍ୟାଲେଣ୍ଟାରୀ ମ୍ୟୁଜିୟମ ଖୋଲାଯିବ ବୋଲି ଉତ୍ତରପ୍ରଦେଶରେ କୁହାଯାଇଛି? ନୋଏଡା, ଲକ୍ଷ୍ନୌ, କାନପୁର ନା କୌଶାମ୍ବୀ? ତ ଆନ୍ସର କଣ ହେଇଯିବ? ଲକ୍ଷ୍ନୌ ହେଇଯିବ, ଯୋଉଟାକି ନବାବଙ୍କ ସହର। ନାଭାଲ ଗ୍ୟାଲେଣ୍ଟାରୀ ମ୍ୟୁଜିୟମ ଉତ୍ତରପ୍ରଦେଶରେ ଏବେ ରିସେଣ୍ଟଲି ଖୋଲାଯିବ। ଯିଏକି ଚିଫ୍ ମିନିଷ୍ଟର କିଏ? ଯୋଗୀ ଆଦିତ୍ୟନାଥ, ଯିଏକି ଡିରେକ୍ଟର କହିଛନ୍ତି କି କନଷ୍ଟ୍ରକ୍ସନ କାମ ଏବେଠୁ ଷ୍ଟାର୍ଟ କରିବ, ଯୋଉଟାକି କ୍ୟାପିଟାଲ କୋଉଠି? ଲକ୍ଷ୍ନୌ। ନେକ୍ସଟ, ହୁ has achieved the biggest successful run chase in the women's ODI cricket history? ତାହେଲେ ରିସେଣ୍ଟଲି ଏବେ ଇଣ୍ଡିଆ କ'ଣ କରିଛି ନା ସାଉଥ ଆଫ୍ରିକାକୁ ବିଟ୍ କରିଛି। ବଟ୍ ଏଠି ପଚାରିଛି ଯୋଉଟାକି ଆମେ ଅଷ୍ଟ୍ରେଲିଆ ଯେତେବେଳେ ସେମିଫାଇନାଲ ଖେଳ ହେଇଥିଲା, ବହୁତ ଲଙ୍ଗ ଯୋଉଟାକି ଥିଲା 339 ରନ୍ର ଗୋଟେ ଟାର୍ଗେଟ ଲକ୍ଷ୍ୟ ରଖା ହେଇଥିଲା। ଇଣ୍ଡିଆ ତାକୁ କ'ଣ କରିଥିଲା ନା ଚେସ୍ କରିଥିଲା, ଯାହାଫଳରେ ଏଇଟା ଗୋଟେ ବିଗେଷ୍ଟ ଚେସ୍ ରେକର୍ଡ କହିପାରିବା ଗୋଟେ ଓମେନ୍ ଓଡିଆଇ ହିଷ୍ଟ୍ରିରେ। ଠିକ୍ ଅଛି। ଆଉ ଅଷ୍ଟ୍ରେଲିଆ ସ୍କୋର କରିଥିଲା 338, ଆଉ ଇଣ୍ଡିଆ କ'ଣ କଲା 341ରେ 5ଟା ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। Where will the 56th International Film Festival of India 2025 held? 2025 ମସିହାର 56ତମ ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଇଣ୍ଡିଆ କୋଉଠି ହେଷ୍ଟ ହେଇଛି ବା ହୋଷ୍ଟ ହେଇଛି? ତାହେଲେ କ'ଣ ଗୋଆର କ୍ୟାପିଟାଲ ହେଇଯିବ କୋଉଟା? ନା ପାନାଜୀ ହେଇଯିବ ରାଇଟ୍ ଆନ୍ସର। 56ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଇଣ୍ଡିଆର 2025 ମସିହାର, ଯୋଉଟାକି 20ରୁ 28 ତାରିଖ ପର୍ଯ୍ୟନ୍ତ କ'ଣ ହବ? ନଭେମ୍ବରରେ ହୋଷ୍ଟ କରାଯିବ। ଠିକ୍ ଅଛି। ତାପରେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ହୁ ହାଜ୍ ବିକମ୍ ଦ 11th ମେମ୍ବର ଅଫ୍ ଏସିଆନ୍? ହେଲେ ଏସିଆନ ଏବେ ରିସେଣ୍ଟଲି ନୂଆ ମେମ୍ବରଟେ ଆଡ୍ ହେଇଛି, ତ କୋଉ କଣ୍ଟ୍ରି ଆଡ୍ ହେଇଛି? ଶ୍ରୀଲଙ୍କା, ଜାପାନ, ଇଣ୍ଡିଆ ନା ଟିମୋର ଲେଷ୍ଟେ? ତ ଆନ୍ସର କ'ଣ ହେଇଯିବ? ଟିମୋର ଲେଷ୍ଟେ ନୂଆ କଣ୍ଟ୍ରି ହିସାବରେ 11th ମେମ୍ବର ହିସାବରେ ଏସିଆନରେ ଜଏନ୍ କରିଛି। ତାହେଲେ ଏସିଆନ କ'ଣ କରିଛି ନା 25 ବର୍ଷ ଭିତରେ ଫାର୍ଷ୍ଟ ଟାଇମ୍ ପାଇଁ କ'ଣ ହେଇଛି ନା ଏକ୍ସପାନସନଟା ଦେଇଛି। ଠିକ୍ ଅଛି। ଆଉ ହେଲା ଏଇ ଯୋଉ ଟାଇମର ଲେଷ୍ଟେ କ'ଣ 2011 ମସିହାରୁ ଆପ୍ଲାଏ କରିକି ଆସିଛି। ମାଲେସିଆ କ'ଣ କରିଛି ନା ପ୍ରେସିଡେଣ୍ଟ ଯୋଉ ଅଛନ୍ତି ଆମର ଏସିଆନ 2025 ମସିହାର, ତ ପ୍ରେସିଡେଣ୍ଟ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏସିଆନ କଥା ଯଦି କହିବା, ଆସୋସିଏସନ ଅଫ୍ ସାଉଥ ଇଷ୍ଟ ଏସିଆନ ନେସନ କେବେ ଏଷ୍ଟାବ୍ଲିଶ ହେଇଥିଲା ନା 8 ଅଗଷ୍ଟ 1967ରେ। ଆଉ 11 ଜଣ ମେମ୍ବର ଷ୍ଟେଟ୍ ଦେଖିବାକୁ ମିଳନ୍ତି। ଠିକ୍ ଅଛି। ଆଉ ଇଣ୍ଡିଆ ମେମ୍ବର କଣ୍ଟ୍ରି ନୁହଁ, ଏସିଆନର ବଡ଼ ଡାଇଲଗ ପାର୍ଟନର ବୋଲି କହିପାରିବା। ହେଡକ୍ୱାର୍ଟର କୋଉଠି ଏସିଆନର? ନା ଜାକାର୍ତ୍ତା, ଇଣ୍ଡୋନେସିଆ ହେଇଯିବ। ଏସିଆନ ସମିଟ୍ ଡିସ୍କସ୍ କରାଯାଏ ବେସିକାଲି ଟ୍ରେଡ୍ ହଉ, ସିକ୍ୟୁରିଟି ହଉ, ଏନଭାୟରମେଣ୍ଟ ଆଉ ପଲିଟିକାଲ ଷ୍ଟାବିଲିଟି ପାଇଁ ଏସିଆନ ସମିଟ୍ ଆମର ଦେଖିବାକୁ ମିଳିଥାଏ। ନେକ୍ସଟ, ହ୍ୱେନ୍ ଇଜ୍ ଦ ନ୍ୟାସନାଲ ସାଇବର ସିକ୍ୟୁରିଟି ଆୱାରନେସ୍ ମନ୍ଥ ସେଲିବ୍ରେଟେଡ୍? ବା ଏବେ ରିସେଣ୍ଟଲି ସାଇବର ସିକ୍ୟୁରିଟି ଆୱାରନେସ୍ ମନ୍ଥ ହେଇଛି କୋଉ ମାସରେ? ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର? ତାହେଲେ ମନେ ରଖ ଅକ୍ଟୋବର ମାସରେ ଆମର ନ୍ୟାସନାଲ ସାଇବର ସିକ୍ୟୁରିଟି ଆୱାରନେସ୍ ମନ୍ଥ କ'ଣ ହେଇଛି ନା ସେଲିବ୍ରେଟ୍ କରାଯାଇଛି। ସାଇବର ସିକ୍ୟୁରିଟି ଏଇଟା ଗୋଟେ ପ୍ରୋସେସ୍ କହିପାରିବା, ଯୋଉଟାକି ଆମର ସିଷ୍ଟମ୍ ହଉ, ନେଟୱାର୍କ ହଉ, ଡିଭାଇସ୍ ହଉ, ଡାଟା କନେକ୍ଟେଡ୍ ଯେତିକ ସବୁ ଇଣ୍ଟରନେଟ୍ ହଉ, ସାଇବର ଆଟାକରୁ ଆମେ ବଞ୍ଚିବା ପାଇଁ ଏ ଆୱାରନେସ୍ଟା ଆମେ ବେସିକାଲି କରିଥାଉ। ଏ ବର୍ଷର ଥିମ୍ କ'ଣ ଥିଲା ନା ସାଇବର ଆୱେକେନ୍ ଇଣ୍ଡିଆ, ତାକୁ ମଧ୍ୟ ମନେ ରଖ। ଏବେ ସାଇନ୍ସ, ଟେକ୍ନୋଲୋଜି ଆଉ ଏନଭାୟରମେଣ୍ଟ ଉପରେ କିଛି କ୍ୱେଶ୍ଚିନ୍ସ ଦେଖିବା। ମାଜିଆ ଆମଗ୍ଲୋବେଲି ଏବେ ରିସେଣ୍ଟଲି ଆୱାର୍ଡେଡ୍ ହେଇଛନ୍ତି, ଯୋଉଟାକି ସାକାରୋ ପ୍ରାଇଜ୍ 2025 ମସିହାର। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ। ହେଲେ ସାକାରୋ ପ୍ରାଇଜ୍ କିଏ ଜିତିଛନ୍ତି ନା ମାଜିଆ ଆମଗାଲୋବେଲି। ଠିକ୍ ଅଛି। ତ ସେ ଯୋଉ ହେଇଛନ୍ତି, ତ କୋଉଥିପାଇଁ ହେଇଛନ୍ତି? ତ ମତଲବ ମାସାକି କାଶିୱାରା, ଆଣ୍ଡ୍ରେଜ୍ ଉଚପଟ ନା ଲାସାଲୋ, କ୍ରିସାନ ନାକୋର୍କି ଆଉ ସାବିର ହାସନ? ନା ଗୁଡ଼ା ପ୍ରୋନାଉନ୍ସ କରିବା ବହୁତ କଷ୍ଟ। ହେଲେ ଆନ୍ସର କ'ଣ ହେଇଯିବ? ଆଣ୍ଡ୍ରେଜ୍ ଉଚପଟ ହେଲା। ତ ଇଏ ଆୱାର୍ଡ ହେଇଛନ୍ତି
ସାଖାରୋଭ ପ୍ରାଇଜ୍ ପାଇଁ। ଠିକ୍ ଅଛି, 2 ଜଣ ଆୱାର୍ଡେଡ୍ ହେଇଛନ୍ତି, ଯୋଉଟାକି ୟୁରୋପିଆନ୍ ପାର୍ଲାମେଣ୍ଟ ଆଉ ବେଲାରୁସିଆନ୍ ଇମ୍ପ୍ରିଜନ୍ ଯିଏ ଥିଲେ ଜର୍ଣ୍ଣାଲିଷ୍ଟ ଆଣ୍ଡ୍ରେଜ୍ ପୋଜପୋଟ୍ ଆଉ ଜର୍ଜିଆର ସେଇ ଯୋଉ ଝିଅଟା ମାଝିଆ ଆମଲଗୋଲବିଲି 2 ଜଣ ସାଖାରୋଭ ପ୍ରାଇଜ୍ ପାଇଁ ଏବେ ନୋମିନେଟ୍ ହେଇଛନ୍ତି। ଠିକ୍ ଅଛି। ଆଉ ଏଇ ଯୋଉ ସାକାରୋଭ ପ୍ରାଇଜ୍ କଥା ଯଦି କହିବା, ଯୋଉଟାକି ସୋଭିଏତ୍ ସାଇଣ୍ଟିଷ୍ଟ ଯିଏ ଥିଲେ ନୋବେଲ ପିସ୍ ପ୍ରାଇଜ୍ ଲୌରେଟ୍ ଆଣ୍ଡ୍ରି ସାକାରୋଭ ତାଙ୍କ ନାଁ ଗଣନା ଅନୁସାରେ ଦିଆଯାଇଥାଏ। ଆଉ ଏଥିରେ 1000 କଣ ହେଇଥାଏ ନା ୟୁରୋ ଦିଆଯାଇଥାଏ। ତାପରେ where was the peace agreement signed between କାମ୍ବୋଡିଆ ଆଉ ଥାଇଲାଣ୍ଡ ଭିତରେ ପିସ୍ ଆଗ୍ରିମେଣ୍ଟ ଏବେ ରିସେଣ୍ଟଲି ହେଇଛି। ତ କୋଉଠି ହେଇଛି? ବ୍ୟାଙ୍କକ୍, ଫେନମ୍ ପେ, କୁଆଲାଲମ୍ପୁର ନା ହାନୋଇ? ଆନ୍ସର କଣ ହେଇଯିବ? ନା କୁଆଲାଲମ୍ପୁର ହେଇଯିବ ରାଇଟ୍ ଆନ୍ସର। କାମ୍ବୋଡିଆ ଥାଇଲାଣ୍ଡ ପିସ୍ ଆଗ୍ରିମେଣ୍ଟ 2025 କଥା ଯଦି କହିବା, 26 ଅକ୍ଟୋବର ଏଇଟା କଣ ହେଇଥିଲା ନା ସାଇନ୍ କରାହେଇଥିଲା। ବେସିକାଲି କୁଆଲାଲମ୍ପୁର, ଯୋଉଟାକି କୋଉଠି ନା ମାଲେସିଆ, ଯେତେବେଳେ ସେଠି ଏସିଆନ୍ ସମିଟ୍ ଦେଖିବାକୁ ମିଳିଥିଲା। ନେକ୍ସଟ, which country has tested the world first nuclear power missile? ୱାର୍ଲଡର ଫାଷ୍ଟ ନ୍ୟୁକ୍ଲିୟର ପାୱାର ମିସାଇଲ ଏବେ ରିସେଣ୍ଟଲି କୋଉ କଣ୍ଟ୍ରି କଣ କରିଛି ନା ଟେଷ୍ଟ କରିଛି? ଆମେରିକା, ଜାପାନ, ରଷିଆ ନା ଫ୍ରାନ୍ସ? ଆନ୍ସର ହେଇଯିବ କଣ? ରଷିଆ ହେଇଯିବ ରାଇଟ୍ ଆନ୍ସର। ବେସିକାଲି ଅନଲିମିଟେଡ ରେଞ୍ଜ ପର୍ଯ୍ୟନ୍ତ ଏଇଟା କ୍ଲେମ୍ କରିଛି କିଏ? ରଷିଆ। ଏମିତି କିଛି କଣ୍ଟ୍ରି, କେହି କଣ୍ଟ୍ରି ନାହାନ୍ତି ଯୋଉ କି ଏଇ ଟାଇପର ମିସାଇଲ ତାକୁ କଣ କରାଯାଇଛି ନା ତିଆରି କରାଯାଇଛି। ରଷିଆ କ୍ଲେମ୍ କରୁଛି କି 14,000 କିଲୋମିଟର ପର୍ଯ୍ୟନ୍ତ ଏ ମିସାଇଲଟା ଯାଇପାରିବ। ନେକ୍ସଟ କୁ ଯିବା। Which medal has been won by D. Gukes and Divya Deshmukh in the European Chess Club competition? ୟୁରୋପିଆନ୍ ଚେସ୍ କ୍ଲବ କମ୍ପିଟିସନରେ ଡି ଗୁକେଶ ଆଉ ଦିବ୍ୟା ଦେଶମୁଖଙ୍କୁ ଏବେ ଗୋଟେ ମେଡାଲ ମିଳିଛି। ତ କୋଉ ମେଡାଲ ତାଙ୍କୁ ମିଳିଛି ବୋଲି ପଚାରିଛି? ଆନ୍ସର କଣ? ଗୋଲ୍ଡ ମେଡାଲ ରାଇଟ୍ ଆନ୍ସର ହେଇଯିବ। ହେଲେ ଇଣ୍ଡିଆନ୍ ଗ୍ରାଣ୍ଡ ମାଷ୍ଟର ଯେ ଡି ଗୁକେଶ ଆଉ ଦିବ୍ୟା ଦେଶମୁଖ ଗୋଲ୍ଡ ମେଡାଲ, ଯୋଉଟାକି ସ୍ପେକ୍ଟାକୁଲାର ପରଫର୍ମାନ୍ସ ହେଇଥିଲେ କୋଉଠି? ଗ୍ରୀସର ସହର ରୋଡେସରେ। Next, INS Satluj has completed the 18th Joint Hydrographic Survey with which country? INS Satluj କଣ କରିଛି ନା କମ୍ପ୍ଲିଟ୍ କରିଛି 18ତମ ଜଏଣ୍ଟ ହାଇଡ୍ରୋଗ୍ରାଫିକ ସର୍ଭେ କୋଉ କଣ୍ଟ୍ରି ସହିତ ବୋଲି ପଚାରିଛି? ତାର ଆନ୍ସର କଣ ହେଇଯିବ? ମରୁସିୟସ୍। ମରୁସିୟସ୍ ସାଙ୍ଗରେ କଣ କରିଛି ନା କଣ୍ଟ୍ରି ସହିତ INS ସତଲେଜ କି କମ୍ପ୍ଲିଟ୍ କରିଛି 18ତମ ଜଏଣ୍ଟ ହାଇଡ୍ରୋଗ୍ରାଫିକ ସର୍ଭେ। ହାଇଡ୍ରୋଗ୍ରାଫି ସର୍ଭେ ମାନେ କଣ? ଯୋଉ ସାଇଣ୍ଟିଷ୍ଟ ମାନେ ବେସିକାଲି ମେଜରମେଣ୍ଟ କରିଥାନ୍ତି, ମ୍ୟାପିଂ କରିଥାନ୍ତି, ଯୋଉଟା କି ଓସେନର କେତେ ଡେପ୍ଥ ଅଛି, ତାର ବଟମ କରେଣ୍ଟ ପୋଜିସନ କଣ, ଟାଇଡ୍ସ କେତେ ଆସୁଛି, ଆଉ ତାର କଣ କଣ ଫିଚର ସବୁ, ଏସବୁ ପାଇଁ କଣ କରାଯାଏ ନା ସର୍ଭେ କରାଯାଏ। ଆଉ INS ସତଲେଜ ଯିଏ ଥିଲା, ଯିଏ କି 18ତମ ଜଏଣ୍ଟ ହାଇଡ୍ରୋଗ୍ରାଫିକ ସର୍ଭେ ପାଇଁ କଣ ହେଇଥିଲା? ମରିସସକୁ ଯାଇ ପହଞ୍ଚିଥିଲା। Which company will build the world first 3D wind data satellite network? କୋଉ କମ୍ପାନୀ ଏବେ ରିସେଣ୍ଟଲି ବିଲ୍ଡ କରିଛି ୱାର୍ଲଡର 3D ୱିଣ୍ଡ ଡାଟା ସାଟେଲାଇଟ ନେଟୱାର୍କ? ସ୍ପେସଏକ୍ସ ନା ପିକ୍ସେଲ? ଆଉ ଗୋଟେ କରିଦିଅ, ପିକ୍ସେଲ କରିଦିଅ। ତ ପିକ୍ସେଲ ନା ସ୍ପେସଏକ୍ସ ନା ବ୍ଲୁ ଅରିଜିନ୍ ନା ଷ୍ଟେଲରସ୍? ତ ଆନ୍ସର କଣ ହେଇଯିବ? ଷ୍ଟେଲରସ୍ ହେଇଯିବ ରାଇଟ୍ ଆନ୍ସର। ୱାର୍ଲଡର ଫାଷ୍ଟ 3D ୱିଣ୍ଡ ଡାଟା ସାଟେଲାଇଟକୁ କଣ କରିଛି ନା ଲଞ୍ଚ ହେଇଛି। ଏଇଟା ହଂକଂର ବେସ୍ଡ ଗୋଟେ ଷ୍ଟାର୍ଟଅପ୍ କମ୍ପାନୀ, ଯିଏକି ଫାଷ୍ଟ ବନେଇଛି ଏଇଟା। ପ୍ରପୋଜ କଣ ରହିଲା? ୱାର୍ଲଡର ଫାଷ୍ଟ ସାଟେଲାଇଟ ନେଟୱାର୍କ ଯୋଉଟାକି 3D ଡାଟା ଗୁଡାକୁ ୱିଣ୍ଡ ଡାଟାକୁ କଲେକ୍ଟ କରିବ। ହଁ, ତାପରେ କହିଛି JPYC ଇଜ ଦ ଷ୍ଟେବଲ କଏନ୍ ଲଞ୍ଚଡ ବାଇ ହ୍ୱିଚ୍ କଣ୍ଟ୍ରି? ତାହେଲେ JPYC ବା ଯାକୁ ଜାପାନ ୟେନ୍ କଏନ୍ ବୋଲି ମଧ୍ୟ କୁହାଯାଏ, ଯୋଉଟାକି ଷ୍ଟେବଲ କଏନ୍, ଯୋଉଟାକି କୋଉ କଣ୍ଟ୍ରି ଦ୍ୱାରା ଲଞ୍ଚ ହେଇଛି? ତ ଜେପି ମାନେ ହେଲା ଜାପାନ, ଏମିତି ମଧ୍ୟ ମନେ ରଖ। ଅପସନ ଡି ହେଇଯିବ ରାଇଟ୍ ଆନ୍ସର, ଯେ କି ଡିଜିଟାଲ କରେନ୍ସି ହିସାବରେ ଜାପାନିଜ ୟେନକୁ 1:1 ରେସିଓରେ କଣ କରାଯାଇଛି ନା ଭାଗ କରାଯାଇଛି। Which Indian company has signed an agreement with Russia USC to manufacture SA-100 aircraft? ତାହେଲେ SA-100 ଏୟାରକ୍ରାଫ୍ଟକୁ ମ୍ୟାନୁଫ୍ୟାକ୍ଚର କରିବା ପାଇଁ ଆଗ୍ରିମେଣ୍ଟ କରିଛି କାହା ସହିତ ବୋଲି ପଚାରିଛି? ତାହେଲେ ଆନ୍ସର କଣ ହେଇଯିବ? ହାଲ ହେଇଯିବ ରାଇଟ୍ ଆନ୍ସର, ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ। Next, who has been won 2025 Mexico City Grand Prix?
ତାହେଲେ ମେକ୍ସିକୋ ସିଟି ଗ୍ରାଣ୍ଡ ପ୍ରି 2025 ମସିହାର କିଏ ଜିତିଛି ବୋଲି ପଚାରୁଛି। ମ୍ୟାକ୍ସ ହଟସ୍ପଟ, ଚାର୍ଲସ ଲେକ୍ରାଜ, ଅସ୍କାର ପିଷ୍ଟରିସ୍ ନା ଲ୍ୟାଣ୍ଡୋ ନରିସ୍। ତାହେଲେ ଆନ୍ସର କଣ ହେଇଯିବ? ଲ୍ୟାଣ୍ଡୋ ନରିସ୍ ହେଇଯିବ ରାଇଟ୍ ଆନ୍ସର। ଯେ କି ବେଷ୍ଟ କାହାକୁ ବିଟ୍ କରିଛି ନା ଚାର୍ଲେସ ଲେକ୍ରେକକୁ କଣ କରିଛି? ଫରାରୀ ଗାଡ଼ି ଡ୍ରାଇଭର ତାକୁ ବିଟ୍ କରିଛି। ରବୀନ୍ଦ୍ରନାଥ ଟାଗୋରଙ୍କ ଷ୍ଟାଚ୍ୟୁ ଏବେ ରିସେଣ୍ଟଲି ଅନଭେଲ୍ ହେଇଛି କୋଉ କଣ୍ଟ୍ରିରେ? ଇଣ୍ଡିଆ, ଚାଇନା, ଜାପାନ, ଶ୍ରୀଲଙ୍କା। ଆନ୍ସର କଣ ହେଇଯିବ? ନା ଚାଇନା ହେଇଯିବ ରାଇଟ୍ ଆନ୍ସର। ଚାଇନାରେ ରବୀନ୍ଦ୍ରନାଥ ଟାଗୋରଙ୍କ ଷ୍ଟାଚ୍ୟୁ ଏବେ ରିସେଣ୍ଟଲି ଅନଭେଲ୍ ହେଇଛି। ନ୍ୟାସନାଲ ଆଉ ଆଫେୟାର କିଛି ସ୍ପୋର୍ଟସ ଉପରେ ଦେଖିବା। ତ ନ୍ୟାସନାଲ ୟୁନିଟ ଡେ ଆମେ ରିସେଣ୍ଟଲି ସେଲିବ୍ରେଟ କରିଛେ, ଯୋଉଟାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାର୍ଥଡେ ବୋଲି କହିପାରିବା। ତ କେବେ ଏଇ ୟୁନିଟ ଡେ ଆମେ ସେଲିବ୍ରେଟ କରିଛେ? ତାହେଲେ ଆନ୍ସର କଣ ହେଇଯିବ? 31 ଅକ୍ଟୋବରରେ ଆମେ ଏଇଟାକୁ ସେଲିବ୍ରେଟ କରିଛେ। ଏମିତି ୟାର ଅବଜେକ୍ଟିଭ ରହିବ ଲାଇକ୍ ଆମେ ଅପହୋଲ୍ଡ କେନ୍ କରିବା କଣ୍ଟ୍ରିରେ ୟୁନିଟି, ଡିଗ୍ନିଟି, ଇଣ୍ଟିଗ୍ରିଟି, ସିକ୍ୟୁରିଟି ଏସବୁ ଗୁଡ଼ା। ଫାଷ୍ଟ ଇଭେଣ୍ଟ କେବେ ସେଲିବ୍ରେଟ କରାହେଇଥିଲା? ନା 2014 ମସିହାରେ। ଠିକ ଅଛି, ଯୋଉ ମତେ କମେଣ୍ଟ ବକ୍ସରେ କୁହ ଅହମ୍ମଦାବାଦର ଯୋଉ କେୱଡିଆ ଡିଷ୍ଟ୍ରିକ୍ଟ ଅଛି ସେଠି କେତେ ଫୁଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ମୂର୍ତ୍ତି ଦେଖିବାକୁ ମିଳେ? ଷ୍ଟାଚ୍ୟୁ। ହାଉ ମେନି କଣ୍ଟ୍ରି ହାଭ୍ ସାଇନ୍ ଦ ୟୁନାଇଟେଡ୍ ନେସନ୍ କନଭେନସନ୍ ଏଗେନ୍ଷ୍ଟ ସାଇବର କ୍ରାଇମ୍? କେତେଟା କଣ୍ଟ୍ରି ସାଇନ୍ କରିଛି ୟୁନାଇଟେଡ୍ ନେସନ୍ ସହିତ, ସେଟା କି ଏଗେନ୍ଷ୍ଟ କାହାର? ନା ସାଇବର କ୍ରାଇମ୍। ଆନ୍ସର କଣ ହେଇଯିବ? 72 ହେଇଯିବ ରାଇଟ୍ ଆନ୍ସର ହେଲା। ତାକୁ ମଧ୍ୟ ହାନୋଇ କନଭେନସନ୍ ମଧ୍ୟ କୁହାଯାଇଥାଏ। ହୁ ହାଜ୍ ରିସେଣ୍ଟଲି ଲଞ୍ଚ ଦ ନୋଭେଲ ଟାଇଟେଲ ଫାଇଣ୍ଡିଂ ହୋମ୍ ଏଗେନ୍? ତାହେଲେ ଏବେ ରିସେଣ୍ଟଲି ନୋଭେଲ ଟାଇଟେଲ ହେଇଛି ଫାଇଣ୍ଡିଂ ହୋମ୍ ଏଗେନ୍। ତ ରିଚା ଶର୍ମା ଏଟାକୁ ବୁକଟାକୁ ଲେଖିଛନ୍ତି। ନେକ୍ସଟ, ଇନ୍ which state is Kottada Vadli located, where is the 4,000-year old Harappan period in has been found? ତାହେଲେ କୋଉ ଷ୍ଟେଟରେ କୋଟଡା ଭାଡଲି ଲୋକେଟେଡ୍ ହେଇଛି 4000 ଇୟର ହରପ୍ପାନ ପିରିୟଡ୍ସରେ? ତାହେଲେ ଆନ୍ସର କଣ ହେଇଯିବ? ଗୁଜରାଟ ହେଇଯିବ ରାଇଟ୍ ଆନ୍ସର। ଆଉ ଏଟା କି କୋଟରା ଭାଡେଲ ଯୋଉଟା ଡିଷ୍ଟ୍ରିକ୍ଟ ଅଛି କଚ୍ଛରେ, ତ ଏଟାକୁ ବେସିକାଲି ଡିକନ କଲେଜ ପୁନେ ଆଉ ଏଇ ସବୁ ଆର୍ଟସ ମିଶିକି ଏ ସବୁ କଣ କରିଛନ୍ତି? କରିଛନ୍ତି। ତାହେଲେ ଆନ୍ସର କଣ ହେଇଯିବ? ଗୁଜରାଟ ହେଇଯିବ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ ଯିବା। କ୍ୱେଶ୍ଚନ ଏଠି କଣ ପଚାରିଛି? When did India and US sign a 10-year defense and security pact? 10 ବର୍ଷିଆ ୟୁଏସ୍ ଆଉ ଇଣ୍ଡିଆ ଭିତରେ କଣ ହେଇଛି? ଗୋଟେ ସାଇନ୍ ହେଇଛି, ଗୋଟେ ପ୍ୟାକ୍ଟ ସାଇନ୍ ହେଇଛି ବୋଲି ପଚାରିଛି, ଯୋଉଟା କି କହିବା ଡିଫେନ୍ସ ଆଉ ସିକ୍ୟୁରିଟି ପ୍ୟାକ୍ଟ। ତାହେଲେ କେତେ କେବେ ସାଇନ୍ ହେଇଛି ବୋଲି ପଚାରିଛି? ତାହେଲେ ଅପସନ ସି ହେଇଯିବ ରାଇଟ୍ ଆନ୍ସର। 31 ଅକ୍ଟୋବର 2025ରେ ଏଇଟା କଣ ହେଇଛି? ନା ସାଇନ୍ ହେଇଛି। ଠିକ ଅଛି, ଇମ୍ପୋର୍ଟାଣ୍ଟ ରହିବ। Which country has successfully test fired the nuclear powered Poseidon underwater drone? ତାହେଲେ ଗୋଟେ ପୋଜିଟ୍ରନ୍ ଗୋଟେ ଅଣ୍ଡର ୱାଟର ଡ୍ରୋନ୍ ନାମରେ ନ୍ୟୁକ୍ଲିୟର ପାୱାର ଟେଷ୍ଟ ଫାୟାର ହେଇଛି। ତ ଏଟା କିଏ କରିଛି ବୋଲି ପଚାରିଛି? ତାହେଲେ ଆନ୍ସର ହେଇଯିବ ରଷିଆ ହେଇଯିବ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍, who has become the third batsman to score the most runs for India in ODIs? ହେଲା, ଓଡିଆଇ ରେ ବହୁତ ଅଧିକା ଥର୍ଡ ବ୍ୟାଟ୍ସମ୍ୟାନ କିଏ ସ୍କୋର କରିଛି ରନ୍? ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟାର। ତାହେଲେ ଆନ୍ସର କଣ ହେଇଯିବ? ରୋହିତ ଶର୍ମା ହେଇଯିବ ରାଇଟ୍ ଆନ୍ସର। ଯେ କି ଫର୍ମର ଇଣ୍ଡିଆନ କ୍ୟାପ୍ଟେନ ରୋହିତ ଶର୍ମା, ଯେ କି ଥର୍ଡ ହାଇଏଷ୍ଟ ରନ୍ ସ୍କୋର ହିସାବରେ ଓଡିଆରେ। ସୌରଭ ଗାଙ୍ଗୁଲି ଆଉ ସଚିନ ତେନ୍ଦୁଲକର, ବିରାଟ କୋହଲି ଏସବୁଙ୍କ କଣ କହିଲେ ନା ତାଙ୍କ ଉପରେ ହେଇଯାଇଛି। ଆଗରୁ ସୌରଭ ଗାଙ୍ଗୁଲି ଥିଲେ, ତାଙ୍କୁ କାଟିକି ରୋହିତ ଶର୍ମା ଥାର୍ଡ ହେଇଯାଇଛନ୍ତି। ନେକ୍ସଟ କୁ ଯିବା। Which country has named the cyclone storm Montha that is originated in the Bay of Bengal? ଗୋଟେ ମୋନ୍ଥା ଯୋଉ ଏବେ ରିସେଣ୍ଟଲି ଆସିଥିଲା, ତାକୁ କିଏ ନାଁ ଦେଇଥିଲା ବୋଲି ପଚାରିଛି? ବାଂଲାଦେଶ, ଶ୍ରୀଲଙ୍କା, ଇଣ୍ଡିଆ ନା ଥାଇଲାଣ୍ଡ? ଆନ୍ସର କଣ ହେଇଯିବ? ଥାଇଲାଣ୍ଡ ହେଇଯିବ ରାଇଟ୍ ଆନ୍ସର ହେଲା। ଯୋଉଟା କି ତା ମତଲବ ହେଲା ଯେ ଫ୍ରାଗମେଣ୍ଟ ବା ବ୍ୟୁଟିଫୁଲ ଫ୍ଲାୱାର ବୋଲି ତାକୁ କୁହାଯାଇଛି। କଣ ନା ମୋନ୍ଥା। Next, where has the anti-submarine warfare shallow water craft Mahe inducted into the Indian Navy been manufactured?
ତାହେଲେ କୋଉଠି ଆଣ୍ଟି ସବମାରାଇନ୍ ୱେରଫେୟାର ସ୍ୟାଲୋ ୱାଟର କ୍ରାଫ୍ଟ ମାହେ ବୋଲି ଇଣ୍ଡକ୍ଟର ହେଇଛି ବୋଲି ପଚାରୁଛି। ତାହେଲେ କଣ ହେଇଯିବ କୋଚିନ୍ ସିପୟାର୍ଡ ଲିମିଟେଡ ଅପସନ ସି ହେଇଯିବ ରାଇଟ୍ ଆନ୍ସର। କିଛି ମିଜିଲେନ୍ସ କ୍ୱେଶ୍ଚନ ଦେଖିବା। क्वेश्चन କହିଛି who has topped the medal tally of the South Asian Senior Athletic Championship। ତାହେଲେ ମେଡାଲ ଟାଲିରେ ସାଉଥ ଏସିଆନ୍ ସିନିୟର ଆଥଲେଟିକ୍ ଚାମ୍ପିଅନସିପ ରେ ଟପ୍ କିଏ କରିଛି ବୋଲି ପଚାରିଛି। ତାହେଲେ ଆନ୍ସର କଣ ହେଇଯିବ ଇଣ୍ଡିଆ ହେଇଯିବ ରାଇଟ୍ ଆନ୍ସର। ଯୋଉଟା କି ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ରାଞ୍ଚି ଝାରଖଣ୍ଡରେ ଅକ୍ଟୋବର 24 ରୁ 26 ମଧ୍ୟରେ ଏଟା ଖେଳା ଯାଇଥିଲା। ଏଟା ହୋଇଥିଲା ଫୋର୍ଥ ଏଡିସନ। Where has India Maritime Week 2025 begun? ଇଣ୍ଡିଆ ମ୍ୟାରିଟାଇମ୍ ୱିକ୍ 2025 ମସିହାର ପଚାରିଛି କୋଉଠି ହେଲ୍ଡ ହେଇଛି। ଆନ୍ସର ହେଇଯିବ କଣ ମୁମ୍ବାଇ ହେଇଯିବ ରାଇଟ୍ ଆନ୍ସର। ନେକ୍ସଟ ଇଣ୍ଡିଆ ଇଜ ହଷ୍ଟିଂ ମିଟିଂ ଦ ୱାର୍କସପ୍ ଅଫ୍ ହ୍ୱିଚ୍ ଅର୍ଗାନାଇଜେସନ ଫର ଦ ଫାର୍ଷ୍ଟ ଟାଇମ୍। ଇଣ୍ଡିଆ ହୋଷ୍ଟ କରିଛି ମିଟିଂ ଗୋଟେ ୱାର୍କସପ୍ ତ ଅର୍ଗାନାଇଜେସନ ଫାର୍ଷ୍ଟ ଟାଇମ୍ ପାଇଁ ତା ନାଁ କଣ ନା ଏପିଏସସି ଏଆଇଛି। ଏପିଏସସି ମାନେ ହେଲା ଏସିଆ ପାସିଫିକ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ଗ୍ରୁପ ବୋଲି କହିପାରିବା। ଯୋଉଟା କି ଫାର୍ଷ୍ଟ ଟାଇମ୍ ପାଇଁ ଏଟା ଗୋଟେ ମିଟିଂ ବସିଛି 4 ଦିନିଆ ଗୋଟେ ଇଭେଣ୍ଟ ରହିଲା ଯୋଉଟା କି ନ୍ୟୁ ଦିଲ୍ଲୀରେ ହୋଷ୍ଟ କରାଯାଇଥିଲା। ତାପରେ which year has been declared as the year of Asian Indian Maritime Corporation। ତାହେଲେ କୋଉ ବର୍ଷ ଡିକ୍ଲେୟାର କରାଯାଇଛି ଇୟର ଅଫ ଏସିଆନ୍ ଇଣ୍ଡିଆନ୍ ମାରିଟାଇମ୍ କର୍ପୋରେସନ ନା 2026 ମସିହା ପାଇଁ। ଠିକ ଅଛି ତାହେଲେ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି ଡିକ୍ଲେୟାର କରିଛନ୍ତି 2026 ଏସିଆନ୍ ଇଣ୍ଡିଆନ୍ ଇୟର ଅଫ ମାରିଟାଇମ୍ କର୍ପୋରେସନ ବୋଲି କୁହାଯାଇଛି। ତାପରେ ଦ ମୋଷ୍ଟ ପାୱାରଫୁଲ ଷ୍ଟର୍ମ 2025 ମେଲିସା ହାଜ ଆଫେକ୍ଟେଡ ହ୍ୱିଚ୍ କଣ୍ଟ୍ରି। ତାହେଲେ କୋଉ କଣ୍ଟ୍ରିକୁ ମେଲିସା ଗୋଟେ ପାୱାରଫୁଲ ଷ୍ଟର୍ମ ଆଫେକ୍ଟ କରିଛି। ତାହେଲେ ହରିକେନ ମେଲିସା ଯୋଉଟା କି ମୋଷ୍ଟ ପାୱାରଫୁଲ ଷ୍ଟର୍ମ କହିପାରିବା 2025 ର ଯୋଉଟା କି କ୍ୟାରେବିଆନ କଣ୍ଟ୍ରି ଯୋଉଟା ରହିଲା ଜାମାଇକାରେ ସେଠି ବହୁତ ଆଫେକ୍ଟ କରିଛି। After the removal of Article 370, how many seats have been voted for the Jammu and Kashmir Rajya Sabha election 2025? 2025 ମସିହାର ରାଜ୍ୟସଭା ଇଲେକ୍ସନରେ 370 ଆର୍ଟିକଲ ଯଦି ପଚାରିଛି କେତେଟା ସିଟ୍ ଅଛି ବୋଲି ପଚାରିଛି। ତାହେଲେ ଆନ୍ସର କଣ ହେଇଯିବ 4ଟା ହେଇଯିବ ରାଇଟ୍ ଆନ୍ସର। ନ୍ୟାସନାଲ କନଫରେନ୍ସ ଯେତେବେଳେ ୱନ୍ କରିଥିଲା ଏ ସିଟ୍ ଗୁଡାକ ଭାରତୀୟ ଜନତା ପାର୍ଟି ରେଜିଷ୍ଟର କରିଥିଲା ଅନଏକ୍ସପେକ୍ଟେଡ ଭିକ୍ଟ୍ରି 4 ସିଟ୍ ପାଇଁ। ଠିକ ଅଛି 3ଟା ସିଟ୍ ଆଉ ଗୋଟେ ଦେଇଥିଲା ଭାରତୀୟ ଜନତା ପାର୍ଟି। The President of India, Draupadi Murmu, has set a new record by flying which fighter aircraft? President of India, Draupadi Murmu, ଏବେ ରିସେଣ୍ଟଲି ଗୋଟେ ଯୁଦ୍ଧ ବିମାନ ଉଡେଇଛନ୍ତି ତା ନାଁ କଣ? ତାହେଲେ କଣ ହେଇଯିବ ରାଫେଲ ହେଇଯିବ ରାଇଟ୍ ଆନ୍ସର। ଠିକ ଅଛି ଯୋଉଟା କି ଫ୍ରାନ୍ସରେ ତିଆରି ହେଇଛି। ତାପରେ about 1000-year-old idols which period Tamil Nadu has been found। ତାମିଲନାଡୁ ଗୋଟେ ଏବେ ରିସେଣ୍ଟଲି ଆଇଡଲ ଗୋଟେ ପାଇଛି ତ କୋଉ ପିରିୟଡ ଟାଇମ ର ଏଟା ପଚାରିଛି ସଙ୍ଗମ ପଲ୍ଲବ ଚୋଲା ନା ବିଜୟନଗର ପିରିୟଡ। ତାହେଲେ ଆନ୍ସର କଣ ହେଇଯିବ ଚୋଲାଙ୍କ ପିରିୟଡ ରେ ତ ଲାଗି ଷ୍ଟୋନ ସ୍କଲ୍ପଚର ଡେଟିଂ ଗୋଟେ ଦେଖିବାକୁ ମିଳିଛି 1000 years old ର ହେଲା। ତାପରେ which corridor of Delhi metro will get the ICI award for the year 2025। ତାହେଲେ କୋଉ କରିଡର ଯୋଉ ଦିଲ୍ଲୀରେ ରହିଲା ଆଇସିଆଇ ଆୱାର୍ଡ 2025 ମସିହାର ପାଇଛି ବୋଲି ପଚାରିଛି। ତାହେଲେ ଆନ୍ସର କଣ ହେଇଯିବ ମୌଜପୁର ମଜଲିସ ପାର୍କ କରିଡର ବୋଲି କହିପାରିବା। ଦିଲ୍ଲୀ ମେଟ୍ରୋ ମୌଜପୁର ମଜଲିସ ପାର୍କ ଯୋଉଟା କି ଆଇସିଆଇ ଆୱାର୍ଡ 2025 ମସିହାରେ ତାକୁ ମିଳିଛି ଯୋଉଟା କି ଆଉଟଷ୍ଟାଣ୍ଡିଂ କନକ୍ରିଟ ଷ୍ଟ୍ରକ୍ଚର ପାଇଁ ଏଟାକୁ ଦିଆଯାଇଛି। Who has become the chairperson of 8 Pay Commission? Very important question। 8 Pay Commission ର chairperson କିଏ ବୋଲି ପଚାରିଛି। ନିର୍ମଳା ସୀତାରମଣ ରଞ୍ଜନ ପ୍ରକାଶ ଦେଶାଇ ଅନୁଜ ରାଥି ରାଣା ନା ଅନୁପ୍ରିୟା ପଟେଲ। ଆନ୍ସର କଣ ହେଇଯିବ ରଞ୍ଜନା ପ୍ରକାଶ ଦେଶାଇ ହେଇଯିବ ରାଇଟ୍ ଆନ୍ସର। ଏଇ ଯୋଉ ପେ କମିଶନ ରହିଲା ଯୋଉଟା କି ସାଲାରୀ ଆଲାୱେନ୍ସ ପେନସନ ସେଣ୍ଟ୍ରାଲ ଏମ୍ପ୍ଲୟି ପେନସନ ମାନଙ୍କୁ ଏଇଟା କଣ ହେଇଯିବ ରିଫର୍ମେସନ ହବ ଯୋଉଟା କି ପ୍ରତି 10 ବର୍ଷରେ এই କମିଶନ ଟା କଣ ହୁଏ ନା କନଷ୍ଟିଟ୍ୟୁଟେଡ ହୁଏ। ଠିକ ଅଛି ଯୋଉଟା କି ଆଗରୁ ଥିଲା କହିପାରିବ 18,000 ସେଟା ହେଇଯିବ କେତେ 44,000। 19,900 ଯୋଉଟା ଅଛି ସେଟା ହେଇଯିବ 48,000 ସମଥିଙ୍ଗ ହେଲା। ପୁରା ବହୁତ ଲେବୁଲ ବଢିବ ଅପ ଟୁ ଲେବୁଲ 12 ପର୍ଯ୍ୟନ୍ତ। In which state has launched cyber
जागो प्रोग्राम टू प्रोटेक्ट चिल्ड्रेन फ्रॉम ऑनलाइन थ्रेट। ताले को स्टेट लॉन्च करछि साइबर जागो प्रोग्राम जोटा कि ऑनलाइन जो थ्रेट आछे ताको कोन करिया पई ना वंचित करिया पई। ताले आंसर कोन हेजबो पंजाब हेजबो राइट आंसर जोटा कि डिजिटल सेफ्टी प्रोग्राम रे एटा गोटे लॉन्च हेछि। Manuel Fedriz was associated with which sports who passed away? Manuel Fedriz जे ये कि लेजेंड गोलकीपर थिले जे कि रिसेंटली इंडियन हॉकी रो तांकर डेथ हेछि। ताले आंसर कोन हेजिबो इंडियन हॉकी हेजिबो राइट आंसर। इवन मध्ये ब्रोंज मेडल पाइथिले मुनिच ओलंपिक जेतले हेतला 1972 मसिया रे। द वर्ल्ड लार्जेस्ट इंसेक्ट एटलास मॉथ बदाको एटिकस एटलास बोली कुआ जाय रिसेंटली स्पॉटेड हेछि को स्टेट रे बोली पचारछि। ତାହେଲେ କୋଉ ଷ୍ଟେଟରେ ହେଇଛି ଆନ୍ସର ହେଇଯିବ କର୍ଣ୍ଣାଟକ। କର୍ଣ୍ଣାଟକରେ ୱାର୍ଲଡର ଲାର୍ଜେଷ୍ଟ ଇନସେକ୍ଟ ଆଟଲାସ ଏବେ ରିସେଣ୍ଟଲି କଣ ହେଇଛି ନା ସ୍ପଟେଡ ହେଇଛି ବା ଦେଖାଯାଇଛି। Which ministry has launched clam portal? clam portal को किए लॉन्च କରିଛି? क्लैम्प मानला कौन कोल और माइंस जोड़ा पोर्टाल रहिला बा कोल डैशबोर्ड पई जोड़ा कि कोल लैंड एक्विजिशन मैनेजमेंट एंड पेमेंट जोड़ा रहिला ताले किए करछि ना मिनिस्ट्री ऑफ कोल हे जिवो राइट आंसर हैला। मिनिस्ट्री ऑफ कोल एटा को कोन करछि ना लॉन्च କରିछि। Who is the author of the recently launched Modi's Mission? Modi's Mission ଗୋଟେ ବୁକ୍ ଲଞ୍ଚ କରିଛି ଯିଏ କି କିଏ ଲଞ୍ଚ କରିଛି ବୋଲି ପଚାରିଛି। ତାହେଲେ ଆନ୍ସର କଣ ହେଇଯିବ ବର୍ଗିସ ଦେଶାଇ ହେଲା। ମହାରାଷ୍ଟ୍ର ଗଭର୍ଣ୍ଣର କିଏ ନା ଆଚାର୍ଯ୍ୟ ଦେବବ୍ରତ ଆଉ ଚିଫ ମିନିଷ୍ଟର ଦେବେନ୍ଦ୍ର ଫଡନାଭିସ ଯିଏ କି ମୋଦିର ମିଶନ ବୁକ୍ ଟାକୁ କଣ କରିଛନ୍ତି ଲଞ୍ଚ କରିଛନ୍ତି। ଆଉ ଏ ବର୍ଗିସ ଦେଶାଇ ଯିଏ ଜଣେ ଫେମସ ଲୟର ବୋଲି କହିପାରିବା। इंडिया बिकम फास्ट एक्सट्रीमली पॉवर्टी फ्री स्टेट ताले एक्सट्रीमली पॉवर्टी फ्री स्टेट हिसाब रे एबे रिसेंटली ये हेची ताले मन रख केरला हे जिवो राइट आंसर। हु वाज द सतीश शाह रिसेंटली तांगर डेथ हेची साल सतीश शाह किए तांगर डेथ ताले मन रख से जने एक्टर बा फेमस कॉमेडियन तुम जानि दिबो आ जोटा कि जाने भी तो यारो मैं हूं ना ए सब बा कभी हां कभी ना ए सब फिल्म रे से रोल करथिले। The National Election Commission has decided to conduct special intensive revision of a voter list in how many state and union territory? The National Election Commission recently decided करछि conduct करिया ପାଇଁ special intensive revision ताहले केतेटा स्टेट रे एटा लॉन्च हेछि ताले मनक तो 12 टा स्टेट रे जोटा कि बिहार परे परे 12 टा अपडेटेड हेगी कोन हेछि ना यूनियन टेरिटरी ए सब लागू करा जायछि। तापर which high speed train from China has recently achieved a speed of 453 किलोमीटर पर आवर ताले पर आवर को 453 किलोमीटर कोन हरिबो ना चाइना रे गोटे ट्रेन कोन करिवो अचीव करबो ताले कोन हेजिवो सीआर 450 हला 450 हेजिवो राइट आंसर। लास्ट क्वेश्चन को जिबा where has the Indo Pacific dialogue has been held? इंडो पैसिफिक डायलॉग जो रहिला बेसिकली इंडियन नेवी आ नेशनल मैरिटाइम फाउंडेशन एटा को कोन करथाय ना होस्ट करथाय एटा को पचारची कोठी हेछि बोली पचारची ताले आंसर कोन हेजिवो न्यू दिल्ली हेजिवो राइट आंसर। ये थिला टॉप 60 क्वेश्चंस जोटा कि हमरो कोई परिवा वीकली करंट अफेयर निहाती आपण मानन को हेल्पफुल रहइबो किछि एक्स्ट्रा फैक्ट भी आपण मानन को जानिया मिलला। आ जदि वीडियोटा भल लागतिबो त लाइक करिवे शेयर करिवे सब्सक्राइब करिया को बोलिबेनी रहिले जय जगन्नाथ।